मते हम शिवपुत्र को छाड़ी दियो मते घर नहीं अरे कौन है जी बात मत अरे मत पर किछ कर किए बे तू कौन हैला आओ सही प्रश्न जदी मो पचारे तो किए बे वो गोटाए शैतान वाह शैतान बोलो ना पाइछु तू गोटे शैतान और तो भलिया शैतान मानकर बापा होछि मो एकदम चुप आज्ञा एकदम चुप आज्ञा माडो फाटो जो पळे बापन करो बोपा किए बे ये हेरा अरे निरीह मनीष कौन अपराध कर कहीं क्या मारुचु कौन है से बाप पुआ होउचंते मोर शत्रु कौन है अरे तमन तो आखिर प्रत्येक मनीष कौन एक शत्रु नाई बे फोन मनीष भितर कि मतलब शत्रुतार भाव आसेनी आसे केवल मित्रतार भाव एटा जीवित जीवन सारा मन रखि आ मोदी पर्यंत कौन ये लोक मारू असंभव ए भलरे कहूची जगाटा खाली करी दे ए जंगल होची मो घर आउ जंगल छाड़ी पे कहूँ भल दशा अच्छे तो ये पलि जा एठू मो जीबी हाँ नाई मो जीबी हाँ से बाप पुआ सहित तत्ते भी मारिकी जीबी मत मारू हाँ मारी साहस कम न भावे से छोटा बेले बाघ माली सहित खेल खेल से लोक भय देखु भल दशा अच्छे तो ये पलि जा तू जंगल रो बाघ सहित खेल खेली थिबु कौन वो है ना कंक्रीट जंगल रो बाघ वाह आउ से बाघ मानकर महाबड़ बाघ होची ए जंगल दस्यु अबे सीधा जा कौन है भल दशा अच्छे आओ जदि न जाए मारी देबे मारबू हाँ मारिक देखाबे तो साहस कम देवे चल मत मारू हाँ मार मार देखा मते हम शिशुपुत्र को बचाई आपण को अशेष धन्यवाद अरे मत कहीं धन्यवाद जनाऊच अरे धन्यवाद जन तो सही माँ भरत को धन्यवाद जन अरे से तुम मंगल करेंगे मो किए मु तुम भले गोटे साधारण मनीष आउ मनीष पढ़िया हिसाब से तुम विपद में पड़ी तुमको छोटिया साहाଯ୍य कर सही माँ बर दुर्गा को कृपा हेले महाशय तुम किए आउ से तुम कौन पर मारते कहतु मास कहतु परिचय शुणी बाबू निश्चय मास निश्चय शुणी ताहले शुण बाबू मो परिचय तो मास कहतु मुझे ए विशाल काशी राज्य राजा मरकत केसरी का महामंत्री आदित्य नारायण महामंत्री आदित्य नारायण हाँ बाबू आउ 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 मोर एई कला शिशु पुत्र यार नाम हेउची सागर चरण
ତାହା ତ ଠିକ ହେଲେ ସେମାନେ ତମ କଣ ପାଇଁ ମାରୁଥିଲେ କୁହନ୍ତୁ ମହାଶୟ କାହିଁକି ମାରୁଥିଲେ କହିବି ବାବୁ, ଗୋଟି ଗୋଟି କରି ସବୁ କହିବି। କୁହନ୍ତୁ ମହାଶୟ କୁହନ୍ତୁ କଥା କେଶରୀ ମତେ କଥା ଦେଇଛନ୍ତି ବାବୁ, ତାଙ୍କ ଝିଅ ଶାମୁକା ଆଉ ମୋ ପୁତ୍ର ସାଗର ଚରଣ ଏଇ ଦି ଜଣ ଯେତେବେଳେ ଯୌବନ ବୟସକୁ ଆସିବେ, ଏଇ ଦି ଜଣକୁ ସେ ବିବାହ ଦେବେ ବୋଲି ମତେ କଥା ଦେଇଛନ୍ତି ବାବୁ। ଆରେ ତାହା ତ ଭଲ କଥା, ଅତି ଆନନ୍ଦର କଥା, ଉଚିତ କଥା। ହଁ ବାବୁ, ସେ ସବୁ କଥାକୁ ସହି ନ ପାରି ରାଜ୍ୟର ସେନାପତି ଆଉ ଗୁମାସ୍ତା ଜଟ ପାତ୍ର ଆମ କଥାକୁ ସହି ପାରିଲେନି ବାବୁ। ସହି ନ ପାରି ମତେ ବହୁତ ମାଳ ମାରିଛନ୍ତି। ଜାଣିଛି ମାସ ଜାଣିଛି, ସବୁ ଜାଣିଛି। ଆପଣଙ୍କ ପ୍ରତି କିଏ ଅନ୍ୟାୟ ହେଇଛି ନ ହେଇଛି ମୁଁ ବୁଝି ସାରିଛି। ହେଲେ ଆପଣ ଚିନ୍ତା କରନ୍ତୁନି, ମୁଁ ଅଛି। ଏ ଜଙ୍ଗଲ ଦୋଷୀ ପର୍ଯ୍ୟନ୍ତ ଏ ଜଙ୍ଗଲରେ କୌଣସି ଲୋକଙ୍କର କ୍ଷତି ହେବାକୁ ଦେବନି, କାହାର ଅନିଷ୍ଟ ହେବାକୁ ଦେବନି। ଆପଣ ଜମାର ଚିନ୍ତା କରନ୍ତୁନି, ମୁଁ ଅଛି। ଆପଣଙ୍କ ସେବା ତ ମୁଁ କରିବି। ଆପଣଙ୍କୁ ନେଇଯିବି ମୋର 10 କୋଟିକୁ, ଆଉ ସେଇଠି ଆପଣଙ୍କ ସେବା କରିବି। ଆଉ ଆପଣ ଯେତେବେଳେ ଭଲ ହେଇଯିବେ ଫେରିଯିବେ ଆପଣଙ୍କ ରାଜ୍ୟକୁ। କାହିଁକି ସେମିତି କରୁଛନ୍ତି? ଆପଣ ଯିବେ ହବନି। ମତେ ସେବା ଯତ୍ନ କରି ଆପଣଙ୍କୁ କିଛି ଲାଭ କ'ଣ ଲାଭ ହବନି? କାହିଁକି ଲାଭ ହବନି? କାହିଁକି ନା ଏଇ ଦି ଜଣ ନରହନ୍ତା ମାନେ ମତେ ବହୁତ ରକ୍ତାକ୍ତ କରି ମାରିଛନ୍ତି। ଆରେ ମହାଶୟ, ସେଇଥିପାଇଁ ତ କହୁଛି ଆପଣଙ୍କ ସେବା ତ ମୁଁ କରିବି। ଆଉ ଆପଣ ଯେତେବେଳେ ଭଲ ହେଇଯିବେ ଫେରିଯିବେ ଆପଣଙ୍କ ରାଜ୍ୟକୁ। ଆପଣ କାହିଁକି ସେମିତି କରୁଛନ୍ତି? ନାଇଁ ବାବୁ, ମୁଁ ଆଉ ସେ ରାଜ୍ୟକୁ ଫେରି ପାରିବିନି ବାବୁ। କାହିଁକି ଫେରିବେନି? କ'ଣ ହେଇଛି ଯେ ଫେରିବେନି? କାହିଁକି ନା ମୁଁ ଆଉ ବଞ୍ଚିବିନି। ଏ ମନ୍ତ୍ରୀ ମହାଶୟ, ଆପଣ ବଞ୍ଚିବେ, ଆପଣ ନିଶ୍ଚୟ ବଞ୍ଚିବେ। ଆଉ ଆପଣଙ୍କୁ ମୁଁ ବଞ୍ଚାଇବି। ମୁଁ ଆପଣଙ୍କର କିଛି ହବନି। ଆଉ ଯଦି ଆପଣ ନ ବଞ୍ଚିବେ ତାହେଲେ ଆପଣ ଶିଶୁପୁତ୍ର ବଞ୍ଚିବ କେମିତି? କୁହନ୍ତୁ ମହାଶୟ, କେମିତି କେମିତି ବଞ୍ଚିବ ଆପଣଙ୍କ ଶିଶୁପୁତ୍ର? ତେଣୁ ମହାଶୟ ଆପଣଙ୍କୁ ବଞ୍ଚିବା କାମ ମହାଶୟ, ବଞ୍ଚିବା କାମ। ହେଲେ ବାବୁ, ମୁଁ ତ ଆଉ ବଞ୍ଚିବିନି ବାବୁ। ମନ୍ତ୍ରୀ ମହାଶୟ, ମୁଁ ମରିବା ପୂର୍ବରୁ ମୁଁ ଆପଣଙ୍କୁ ଗୋଟାଏ କଥା କହିବି, ମୋ କଥା ରଖିବେ ବାବୁ। କୁହନ୍ତୁ ମହାଶୟ, କୁହନ୍ତୁ। ପାରିବି ଯଦି ନିଶ୍ଚୟ ଚେଷ୍ଟା କରିବି। କୁହନ୍ତୁ। ତ ଆଉ ବଞ୍ଚିବି କାହିଁ ମନ୍ତ୍ରୀ ମହାଶୟ, ଆପଣ କାହିଁକି ସେମିତି ବାରମ୍ବାର କରୁଛନ୍ତି? ମୁଁ ମରିବା ପୂର୍ବରୁ ମୁଁ ମୋ ଶିଶୁ ପୁତ୍ରକୁ ଆପଣଙ୍କୁ ସମର୍ପଣ କରି। ଏ ମନ୍ତ୍ରୀ ମହାଶୟ, କ'ଣ କହିଲେ? ଆପଣଙ୍କ ଶିଶୁପୁତ୍ରକୁ ମୁଁ ବଞ୍ଚାଇବି? ନାଇଁ ବସାଇ ନାଇଁ। ଆରେ ଜାଣିଛ, ଆରେ ମୁଁ ହଉଛି ଗୋଟାଏ ଜଙ୍ଗଲ ଦସ୍ୟୁ। ମୋର କାମ ହଉଛି ଏମିତି ଶୈତାନ ମଣିଷ ମାନଙ୍କୁ ହାଣି କୋଟି ମାରିଦେବା। ଆପଣଙ୍କ ଶିଶୁପୁତ୍ରକୁ ମୁଁ କେମିତି ବଞ୍ଚେଇବି? ନାଇଁ ବସାୟ। ଆରେ ଜାଣିଛ, ଏଠି ପାଦ କେ ବିପଦ। ମଣିଷ କେତେବେଳେ ମରିବ କେତେବେଳେ ବଞ୍ଚିବ ତାର କୌଣସି ଠିକଣା ନାହିଁ। ଆପଣଙ୍କ ଶିଶୁପୁତ୍ରକୁ ନାଇଁ ବସ। ଆପଣ ମନା କରନ୍ତୁନି ବାବୁ, ଆପଣ ମନା କରନ୍ତୁନି। ଆପଣଙ୍କୁ ମୋ ପୁଅର ମନ୍ତ୍ରୀ ମହାଶୟ, ଶେଷର ରାଣ ପକାଇଦେଲ। ଆରେ ଜାଣିଛ ମନ୍ତ୍ରୀ ମହାଶୟ, ଆରେ କ'ଣ ଶିଶୁପୁତ୍ର ହଉଛି ଭଗବାନଙ୍କ ସଦୃଶ୍ୟ, ଭଗବାନଙ୍କ ସ୍ୱରୂପ। ଆଉ ସେଇ ଭଗବାନଙ୍କ ପାଖରେ ମୋତେ ରାଣ ପକାଇଦେଲ। ଠିକ୍ ଅଛି, ରାଣଟା ଯେତେବେଳେ ପକାଇ ଦେଇଛ, ଆରେ ମୋ ବା ମନା କରିବା ଲୋକ କିଏ? ଦିଅନ୍ତୁ ମନ୍ତ୍ରୀ ମହାଶୟ, ଦିଅନ୍ତୁ ଆପଣ ଶିଶୁପୁତ୍ରକୁ। ଚେଷ୍ଟା ମୁଁ କରିବି ତାକୁ ବଞ୍ଚାଇବା ପାଇଁ। ଦିଅନ୍ତୁ। ଆଉ ଗୋଟାଏ କଥା ଆହୁରି ପୁଣି କି କଥା ଅଛି ମନ୍ତ୍ରୀ ମହାଶୟ? ଅଛି ବାବୁ, ଅଛି। କୁହନ୍ତୁ ମହାଶୟ, କୁହନ୍ତୁ ମହାଶୟ। ମୁଁ ତ ଆଉ ବଞ୍ଚିବି। ଏ ଭଗବାନ ବାବୁ,
ମୋତେ ତ ରାଜା କଥା ଦେଇଛନ୍ତି ବାବୁ ସେସବୁକୁ ଆପଣଙ୍କୁ ପୂରଣ କରିବାକୁ ହବ ବାବୁ। କହିଲି ମନ୍ତ୍ରୀ ମହାଶୟ ପ୍ରାଣପଣ ଚେଷ୍ଟା କରିବି ଆଉ ତାଠୁ କିଛି ଅଧିକା କରିପାରିବିନି। ଚେଷ୍ଟା ମୁଁ କରିବି। ଶିଶୁ ପୁତ୍ରକୁ ମାର ମମତା ବାବାର ସ୍ନେହ ଦେଇ ତାକୁ ବହୁତ ଖୁସିରେ ରଖିବ ବାବୁ। ତାକୁ କେବେ ବି ଦୁଃଖ ଦବନି ବାବୁ, ତାକୁ କେବେ ବି ଦୁଃଖ ଦବନି। ଠିକ ଅଛି ମହାଶୟ, ଠିକ ଅଛି, ଚେଷ୍ଟା ମୁଁ କରିବି ତାକୁ ବଞ୍ଚାଇବା ପାଇଁ। ତେଣୁ ଦିଅନ୍ତୁ ଶିଶୁ ପୁତ୍ରକୁ, ଦିଅନ୍ତୁ ମହାଶୟ। ତାହେଲେ ମୋ ଛାତିର କଲିଜାଟାକୁ ମୁଁ ଆପଣଙ୍କୁ ସମର୍ପଣ କରୁଛି।